जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी आज आम वृक्ष छेदन प्रोसीजर बा गछ कटा पद्धति पढ़िबा। सर्वप्रथमे आमे कौन जानिछे जे जेतेबेले कोनोसी लोकर नीड हुई, जेतेबेले कोनोसी लोक गोटे तार दरकार से तार अ, दरकार अनुसार घर बढ़ाए, कोनोसी जगह कोनोसी काम करिया थाए जदि ताकू से तार कौन करे ना कंस्ट्रक्शन करिया बाहर। सब जगह तो खाली जगह न थाए, बहुत जगह गछ गुड़ाक थाए। आम समझ जाचे गछ ही हूँ आमर प्रकृत बंधु, से आमको ऑक्सीजन दिए, फल फल फूल खाद्य सबुतिक गछरू आसता है। निहाती जो आवश्यक पड़े से गछ काटा पड़े। आजिकल तो कहीं किसी शुणुना जी जो पाइला गछ काट। किंतु वास्तुशास्त्र अनुसार किसी गुड़े नियम अच्छी जो नियम को फॉलो करके वृक्ष को छेदन बा गछ काटिबा उचित। जो माने एटा को फॉलो न करती तार रिपरकुशन तांको भोगिया को पड़ता है निश्चित भाव। हेले कहीं भोगिया पड़ता है कहीं ना गछ जिते गोटे एक सी हूँ गोटे जीवंत वस्तु। ସେଇଟା ଗୋଟେ ମାନେ ମୂର୍ତ୍ତ ବସ୍ତୁ ନୁହଁ ଯେ ତାକୁ ତମେ ମାରିଦିଅ। ମାନେ ତମେ ଯେତେବେଳେ ଗଛଟା କାଟିବ ସେଟା ମରିଗଲା ନା, ଗୋଟେ ତା ଦେହରେ ବି ଜୀବନ ଅଛି, ତାର ବୃଦ୍ଧି ଅଛି। ତେଣୁ ସେଇଥିପାଇଁ କି ଆମକୁ ଗଛ କାଟିବା ନିମନ୍ତେ ବହୁତ ଗୁଡା ପ୍ରୋସିଜିଅରକୁ ମୁଣ୍ଡରେ ରଖିକି ଗଛ କାଟିବାକୁ ପଡେ। ସର୍ବପ୍ରଥମେ ଆମେ ଜାଣିବା ଯେ ଗଛ କାଟିବା, କାଠ ଛେଦନ କରିବା ନିଷେଧ କୋଉ ମାସରେ? ବିଶ୍ୱକର୍ମା ପ୍ରକାଶ ବାସ୍ତୁଶାସ୍ତ୍ର ନାମକ ଗୋଟିଏ ଗ୍ରନ୍ଥ ଅଛି, ସେଥିରେ କ୍ଲିୟରଲି ଡେସ୍କ୍ରିପସନ ଦିଆଯାଇଛି ଯେ କୋଉ ମାସରେ କାଠ କାଟିବ ନାହିଁ, କୋଉ ମାସରେ ଗଛ କିଭଳି ଭାବରେ କଟାଯିବ, ତାରି ଉପରେ ବେଶ କରିକି ମୁଁ ଆଜି ଏ ସେସନଟା ହବ। ତେଣୁ ମୁଁ ଶାସ୍ତ୍ରର ନାଁଟା କହିଲି ବିଶ୍ୱକର୍ମା ପ୍ରକାଶ। ବୃକ୍ଷ ଛେଦନ ପଦ୍ଧତି। ଠିକ ଅଛି। ଯେତେବେଳେ ସୂର୍ଯ୍ୟ ଦୁଇ ସ୍ୱଭାବ ରାଶିରେ ଥାନ୍ତି, ଯେତେବେଳେ ସୂର୍ଯ୍ୟ ଦୁଇ ସ୍ୱଭାବ ରାଶିରେ ଥାନ୍ତି, ଯେମିତିକି କୋଉ କୋଉ ରାଶିରେ ନା ମିଥୁନ, କନ୍ୟା, ଧନୁ, ମୀନ। ଯେତେବେଳେ ସୂର୍ଯ୍ୟ ଏହି ଚାରି ରାଶିରେ ଥିବେ, ମାନେ ବୁଧର ରାଶିରେ ଥିବେ ଏବଂ ଗୁରୁ ଦେବ ବୃହସ୍ପତିଙ୍କ ରାଶିରେ ଯେତେବେଳେ ଭଗବାନ ସୂର୍ଯ୍ୟ ଥିବେ, ସେତେବେଳେ ଷ୍ଟ୍ରିକ୍ଟଲି ବିଶ୍ୱକର୍ମା ପ୍ରକାଶ କହୁଛି କି ଗଛ କାଟିବା କଥା ନୁହେଁ। ଏବଂ ଏତଦ୍ ବ୍ୟତୀତ ଯେତେବେଳେ ସୂର୍ଯ୍ୟ ନିଜ ଘରେ ଥିବେ, ସିଂହ ରାଶିରେ ଥିବେ ଏବଂ କୁମ୍ଭ ରାଶିରେ ଥିବେ, ସେତେବେଳେ ମନା କରାଯାଏ ଗଛ କାଟିବା ପାଇଁ। ତାହେଲେ ତ କୋଉ କୋଉ ରାଶି ହେଲା ନା ମିଥୁନ, କନ୍ୟା, ଧନୁ, ମୀନ, ସିଂହ, କୁମ୍ଭ। ଏ ରାଶିରେ ଥିଲା ବେଳେ ତମେ ଗଛ କାଟିବ ନାହିଁ। କ୍ଲିୟର ରାଜବାବୁ? Yes, yes. ମିଥୁନ, କନ୍ୟା, ଧନୁ, ମୀନ, ସିଂହ ଏବଂ କୁମ୍ଭ, ଏଇ 6ଟି ରାଶିରେ ଗଛ କଟା ହେଇପାରିବ ନାହିଁ। ଯେତେବେଳେ ସୂର୍ଯ୍ୟ ଏଇ 6 ମାସରେ 6ଟା ରାଶି ସୂର୍ଯ୍ୟ, ମାନେ ସୂର୍ଯ୍ୟ ଗୋଟେ ରାଶିରେ ଗୋଟେ ମାସ ରହନ୍ତି। Hmm. ତେଣୁ ଏଇ ଯେତେବେଳେ 6ଟି ରାଶିରେ ସୂର୍ଯ୍ୟ ଥିବ, ଗଛ କାଟିବ ନାହିଁ, Hmm. ଆଲାଉଡ ନାହିଁ ଶାସ୍ତ୍ର ହିସାବରେ। ପଏଣ୍ଟ ନମ୍ବର 1 କ୍ଲିୟର। ପଏଣ୍ଟ ନମ୍ବର 2 କୁ ଯିବା। ତାହେଲେ ଆଉ କୋଉ କୋଉ ରାଶି ବଳିଲା? ଏଇଟା 1 ନମ୍ବର, 2, 3, 4, 5, 6, 7, 8, 9, 10, 11, 12। ସୂର୍ଯ୍ୟ ଯେତେବେଳେ ଏଇଠି 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 ଥିବେ, ଠିକ ଅଛି। Hmm. 1, 2, 3, 4, 5, 6, ଏଇ 6ଟି ରାଶିରେ ଯୋଉଠି ରାଇଟ ମାରିଛି, ଯଦି ସୂର୍ଯ୍ୟ ଏଇଠି ଥିବେ
ତାହେଲେ ଗଛ କାଟିବ ନାହିଁ। ତାହେଲେ କୋଉଠି କୋଉଠି କାଟି ହବ ନା, ଏଇଠି ରହିଲେ ଗଛ କାଟି ହବ, ଏଇଠି ରହିଲେ ସୂର୍ଯ୍ୟ ଗଛ କାଟି ହବ, ଏଇଠି ରହିଲେ ସୂର୍ଯ୍ୟ ଗଛ କାଟି ହବ, ଏଇଠି ରହିଲେ କାଟି ହବ, ଏଇଠି ରହିଲେ କାଟି ହବ, ଏଇଠି ରହିଲେ କାଟି ହବ। ଏବେ ସୂର୍ଯ୍ୟ ମିଥୁନ ରାଶିରେ ଅଛନ୍ତି, ତେଣୁ ଆମେ ଗଛ କାଟି ପାରିବା ନାହିଁ। ଯେତେବେଳେ ସୂର୍ଯ୍ୟ କର୍କଟ ରାଶିକୁ ଯିବେ ଆମେ ସେତେବେଳେ ଗଛ କାଟି ପାରିବା। କ୍ଲିୟର? ହୁଁ ବୁଝିପାରିଲେ କଥାଟା? ହୁଁ ଏଇଟା ମୁଁ ଡେସ୍କ୍ରିପସନ ଦେଇଥିଲି। ଏବେ ଆମେ ଯିବା ଗଛ କାଟିବାର ନକ୍ଷତ୍ର। ତାହେଲେ ଆମେ କୋଉ କୋଉ ରାଶିରେ କାଟି ପାରିବା ଗଛ? ନା ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଥିବେ, ବୃଷ ରାଶିରେ ଥିବେ, କର୍କଟ ରାଶିରେ ଥିବେ, ତୁଳା ରାଶିରେ ଥିବେ, ବିଛା ରାଶିରେ ଥିବେ, ମକର ରାଶିରେ ଥିବେ। ତେଣୁ ସୂର୍ଯ୍ୟ ଏଇ 6ଟି ରାଶିରେ ଥିବେ ଆପଣ ଗଛ କାଟି ପାରିବେ। ତାହେଲେ ନକ୍ଷତ୍ର କଣ କଣ ରହିବ? ନା ମୃଗଶିରା, ପୁନର୍ବସୁ, ଅନୁରାଧା, ହସ୍ତା, ମୂଳା, ଉତ୍ତର ଫାଲ୍ଗୁନୀ ତଥା ଉତ୍ତରାଷାଢା। ଠିକ ଅଛି। ପଞ୍ଚକରେ ଗଛ, ପଞ୍ଚକ ନକ୍ଷତ୍ରରେ ଗଛ କାଟି ପାରିବ ନାହିଁ। ଠିକ ଅଛି। ଆଉ କୋଉ କୋଉ ନକ୍ଷତ୍ର ଅଛି? ଆଉ ନା ଅଛି ସ୍ୱାତି ନକ୍ଷତ୍ରରେ ବି କାଟି ହବ, ଆଉ ଶ୍ରବଣା ନକ୍ଷତ୍ର ବି କାଟି ହବ। ପଞ୍ଚକରେ କଟା ଯାଇ ପାରିବ ନାହିଁ। ମୃଗଶିରା, ପୁନର୍ବସୁ, ଅନୁରାଧା, ହସ୍ତା, ମୂଳା, ଉତ୍ତର ଫାଲ୍ଗୁନୀ ତଥା ଉତ୍ତର ଆଷାଢା, ସ୍ୱାତି ଆଉ ଶ୍ରବଣା, ଏତିକିରେ ଥିଲେ ଆପଣ ମାନେ ଗଛ ଏଇ ନକ୍ଷତ୍ର ହେଇଥିବା ଦରକାର, ସୂର୍ଯ୍ୟ ଏଇ ନକ୍ଷତ୍ରରେ ଥିବା ଦରକାର। ପ୍ରଥମ କଣ୍ଡିସନ ଗଲା, ଦ୍ୱିତୀୟ କଣ୍ଡିସନ ଗଲା। ବର୍ତ୍ତମାନ ଆମେ ତୃତୀୟ କଣ୍ଡିସନ ଗଲା। ତୃତୀୟ କଣ୍ଡିସନ, ଛେଦନ କରିବା ପୂର୍ବରୁ, ଛେଦନ କରିବା ପୂର୍ବରୁ ତୃତୀୟ ପଏଣ୍ଟ କଣ ଆସିଲା? ନା ଛେଦନ ପୂର୍ବରୁ କାଟିବା ବା ଛେଦନ, କାଟିବା ବା ଛେଦନ ପୂର୍ବରୁ କଣ ପୂଜା ବିଧି ରହିବ? ସମତଳ ଭୂମି ଉପରେ ଯୋଉ ଗଛଟି ଠିଆ ହେଇଯାଇଛି, ସେଇ ଗଛକୁ ଯୋଉଟାକୁ ଆମେ କାଟିବା ତାକୁ ପୂଜା କରିବା ଦରକାର। ପୂଜାରେ କଣ କଣ ରହିବା ଦରକାର? ନା ଗନ୍ଧ, ପୁଷ୍ପ, ନୈବେଦ୍ୟ, ବଳି ଆଦି ବିଶେଷ ରୂପରେ ଦେବା ଦରକାର ଏଇ ପୂଜାରେ। ସେଇ ଗଛଟିକୁ ବସ୍ତ୍ରରେ ଆଚ୍ଛାଦିତ କରି ତନ୍ତୁ ବା ସୂତା ଦ୍ୱାରା ବେଷ୍ଟିତ କରିବା ଉଚିତ। ଏବଂ ସେଇ ସୂତା ଯୋଉ ଆମେ ଗୁଡେଇବା ସେଟା ଧଳା ବର୍ଣ୍ଣ ବା ବର୍ଣ୍ଣାନୁବର୍ଣ୍ଣ, ମାନେ ଯିଏ ବ୍ରାହ୍ମଣ ହେଇଥିବ ତାର କଲର ହିସାବରେ, ଯାହା କ୍ଷତ୍ରିୟ ହେଇଥିବ ତା କଲର ହିସାବରେ, ଯିଏ ବୈଶ୍ୟ ହେଇଥିବ ତା କଲର ହିସାବରେ, ଶୂଦ୍ର ହେଇଥିବ ତା କଲର ହିସାବରେ। ଠିକ ଅଛି। ବର୍ଣ୍ଣାନୁବର୍ଣ୍ଣ ହିସାବରେ ଆମେ କାଟିବା। ତାପରେ ବୃକ୍ଷ ପାଖରେ ଜେନେରାଲି ଯିଏ ଶିଳ୍ପୀ ମାନେ ଥିବେ, ସେମାନେ ବୃକ୍ଷ ପୂଜନ ମନ୍ତ୍ର ଯୋଉଗୁଡାକ ଦିଆଯାଇଛି ସେଇଟାକୁ ପାଠ କରିବେ, ଗଛକୁ ପୂଜା କରିବେ ଏବଂ ବଳି ବା ଯୋଉ ନୈବେଦ୍ୟ ଥିବ ତାଙ୍କୁ ଦେବେ। କାହିଁକି ଦେବେ? ନା ଗୋଟେ ଗଛରେ ବହୁତ ପ୍ରକାର ପକ୍ଷୀ ମାନେ ବାସ କରନ୍ତି। ତେଣୁ ତାଙ୍କୁ ଯାଇକି ରିକ୍ୱେଷ୍ଟ କରିବା ଦରକାର ଯେ ଆପଣ ମାନେ ଅନ୍ୟତ୍ର ବସବାସ କରନ୍ତୁ। କାରଣ ଆମେ ଗଛ କାଟିବା ଦ୍ଵାରା କଣ ସେମାନଙ୍କର ଘର ଭାଙ୍ଗିଯିବ। ତାଙ୍କୁ ଗଛକୁ କହିବା ଦରକାର, ମୁଁ ଆପଣଙ୍କୁ ବରଣ କରୁଛି ହେ ବୃକ୍ଷତମ, ଆପଣଙ୍କ କଲ୍ୟାଣ ହେଉ। ମୁଁ ମୋ ଘର ପାଇଁ ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ କି ମୁଁ ଏ ଗଛଟାକୁ କାଟିବାକୁ ଚାହୁଁଛି, ତେଣୁ ମୋ ପୂଜା ଗ୍ରହଣ କରନ୍ତୁ। ପରମାତ୍ର, ମୁଦକ, ଭାତ, ଦହି, ପଲ୍ଲଳ ଆଦି ପଦାର୍ଥରେ ମଧୁ, କୁସୁମ, ଧୂପ ଦୀପାଦିରେ ତାକୁ ପୂଜା କରିକି ଏଗୁଡାକ ସବୁ ପୂଜା ଅର୍ଚ୍ଚନା କରିବା ଉଚିତ। ପୁଣି କେବଳ ଯେ ଗଛରେ ପକ୍ଷୀ ମାନେ ବାସ କରନ୍ତି ତାହା ନୁହେଁ, ବହୁତ ଦେବତା, ପିତୃ
ପିଶାଚ, ରାକ୍ଷସ, ଭୁଜଗ, ଅସୁର, ବିନାୟକ ବି ଏଇଠି ଗଛରେ ରହନ୍ତି। ତେଣୁ ସେଇ ସବୁଙ୍କୁ ବି ପୂଜା କରିବା ଆବଶ୍ୟକତା ରହିଛି। ଯୋଉ ଯୋଉ ବୃକ୍ଷରେ କେବଳ ଗଛ ବ୍ୟତୀତ ଅନ୍ୟ ଯୋଉ ପ୍ରାଣୀ ମାନେ ବାସ କରନ୍ତି, ସେମାନଙ୍କୁ ମଧ୍ୟ ପୂଜା କରିବାକୁ ଏବଂ ପୂଜା କରି ତାଙ୍କୁ ରିକ୍ୱେଷ୍ଟ କରିବା ଦରକାର କି ଆପଣ ଅନ୍ୟ ଜାଗାରେ ଯାଇକି ବାସ କରନ୍ତୁ, ଏ ଗଛଟା ମୁଁ କାମ ପାଇଁ ମୁଁ କାଟିବାକୁ ଚାହୁଁଛି, ମୁଁ ଆପଣ ମାନ ସମସ୍ତଙ୍କୁ ନମସ୍କାର କରୁଛି। ସକାଳେ ତାପରେ ଗଛ କାଟିବା ଦିନ ଯୋଉଦିନ ଆସିଗଲା, ଏଇଟା ତ ପୂର୍ବ ଦିନର କାମ ସାରିଦେଲେ। ସକାଳେ ଗଛରେ ଆଗ ଜଳ ଦେଇ, ଯୋଉ ଜିନିଷରେ କାଟିବେ, କୁରାଢିରେ କାଟିବେ ବା କରତରେ କାଟିବେ ବା ମେସିନରେ କାଟିବେ, ସେଥିରେ ମଧୁ ବା ମହୁ ଲଗାଇ, ଆଉ ମହୁ ଆଉ ଘିଅ ଲଗାଇ ଈଶାନ କୋଣରୁ କାଟିବା ଆରମ୍ଭ କରିକି ଶେଷ ବୃକ୍ଷକୁ ପ୍ରଦକ୍ଷିଣ କ୍ରମରେ କାଟିବା ଉଚିତ। ଯେମିତି ଗୋଲେଇ କରି କଟାଯିବ, ଯେମିତି ଗୋଟେ ବୃତ୍ତ ଭଳିଆ ହେଇକି କଟା ହବ। ଆଉ ସେଇ ଗଛଟା ଯୋଉ ପଡିବ, ସେଟା ତମର ପୂର୍ବ ଦିଗରେ ପଡିବା ଦରକାର। ତାହେଲେ ଯଦି ପୂର୍ବ ଦିଗରେ ନ ପଡିକି ଅନ୍ୟ ଦିଗରେ ପଡିବ, ତାହେଲେ କଣ ହବ ସେ ବିଷୟରେ ବି ଡିସ୍କସନ କରିବା। ଯଦି ବୃକ୍ଷ କାଟିଲା ବେଳେ ଅଗ୍ନି କୋଣରେ ପଡିଗଲା ଗଛ, ତାହେଲେ ନିଆଁ ଲାଗିବାର ଭୟ ଥାଏ। ଅଗ୍ନି କୋଣରେ ଯଦି ପଡିଗଲା, ତାହେଲେ ନିଆଁ ଲାଗିବାର ଭୟ ଥାଏ। ଯଦି ଦକ୍ଷିଣ ଦିଗରେ ପଡିଗଲା, ତାହେଲେ ଘରେ ମୃତ୍ୟୁ ଭୟ ଥାଏ, କିଏ ଜଣେ ମରିବାର ଭୟ ଥାଏ। ଯଦି ନୈಋତ କୋଣରେ ପଡିଗଲା, ତାହେଲେ ପାରସ୍ପରିକ କଳହ ହେବାର ଭୟ ଥାଏ। ଯଦି ପଶ୍ଚିମ ଦିଗରେ ପଡିଗଲା, ତାହେଲେ ପଶୁଙ୍କ ବୃଦ୍ଧି କରେ, ପଶ୍ଚିମରେ ପଡିଲେ ପଶୁ ବୃଦ୍ଧି। ଯଦି ବାୟବ୍ୟ କୋଣରେ ପଡିଗଲା, ତାହେଲେ ଚୋରଙ୍କ ଭୟ। ବାୟବ୍ୟ କୋଣରେ କଣ ହବ ନା ଚୋରଙ୍କ ଭୟ। ତାପରେ ଯଦି ଉତ୍ତର ଦିଗରେ ପଡିଲା, ତାହେଲେ ଧନ ଆଗମନ କରେ। ଉତ୍ତର ଦିଗରେ ପଡିଲେ ଧନ ଆସେ। ଠିକ ଅଛି। ଯଦି କାଟିଲା ବେଳେ ଈଶାନ୍ୟ କୋଣରେ ପଡିଲା, ତାହେଲେ ମହାଶ୍ରେଷ୍ଠ ଫଳ ମିଳେ। ଈଶାନ କୋଣରେ ପଡିଗଲା। ତାପରେ ତେଣୁ ଗଛ କାଟିବା ସମୟରେ ଆପଣ ମାନେ ତିନିଟା ଦିଗ ପ୍ରତି ଭଲସେ ଧ୍ୟାନ ଦେବେ। ଯେତେବେଳେ ଗଛଟା କଟା ଯିବ, ତାର ତ ପ୍ରୋସିଜର ମୁଁ କହିଲି। ଗଛଟା ଯେମିତି ପୂଜା ସାରି ସାରିଲା ପରେ, ସମସ୍ତଙ୍କୁ ରିକ୍ୱେଷ୍ଟ କରି ନମସ୍କାର କରିସାରିଲା ପରେ, ଆପଣ ଉତ୍ତର କିମ୍ବା ପୂର୍ବ କିମ୍ବା ଐଶାନ୍ୟ ଦିଗରେ ଗଛଟାକୁ ପକେଇବେ। ଏହା ଦ୍ଵାରା ଉତ୍ତରରେ ପକେଇଲେ ଧନ ଆସିବ, ପୂର୍ବରେ ପକେଇଲେ ସମୃଦ୍ଧି ଆସିବ, ଐଶାନ୍ୟ କୋଣରେ ମହାଶ୍ରେଷ୍ଠ ଫଳ ମିଳିବ। ଠିକ ଅଛି। ତ ଆଜିର ସେସନରେ ଆମେ ଅବଗତ ହେଲେ ଗୋଟେ ଗଛକୁ କେମିତି କାଟିବା, କାହିଁକି ଆମେ ତାକୁ ପୂଜା କରିବା ଦରକାର, କାହିଁକି ଗଛକୁ ରିକ୍ୱେଷ୍ଟ କରିବା ଦରକାର, ଏବଂ ମନ ଇଚ୍ଛା କାଟିବା ଦ୍ଵାରା ଯୋଉ ଗୋଟେ ଜୀବ ହତ୍ୟାର ପାପ ଲାଗିବ, ବା ଯୋଉ ବହୁତ ସାରା ଜୀବ ସେ ଗଛରେ ବାସ କରୁଛନ୍ତି, ବା କିଛି ଅଦୃଶ୍ୟ ଶକ୍ତି, ଯୋଉ ମାନେ କି ଗନ୍ଧର୍ବ ହୁଅନ୍ତୁ, ଯକ୍ଷ ହୁଅନ୍ତୁ, ବିନାୟକ ହୁଅନ୍ତୁ, ରାକ୍ଷସ ହୁଅନ୍ତୁ, ପିତୃପୁରୁଷ ହୁଅନ୍ତୁ, ଆଉ ବିଭିନ୍ନ ପ୍ରକାର ଅତୃପ୍ତ ଆତ୍ମା ହୁଅନ୍ତୁ, ସେମାନେ ଯଦି ଗଛରେ ଥିବେ, ତାଙ୍କର ଯଦି ତାକୁ ନ କୁହାଯାଇ କଟାଯାଏ, ତାହେଲେ ଏଇଟା ବିଭିନ୍ନ ପ୍ରକାର ଅଶୁଭ ଫଳ, କଟାଳି ଯାହା ଅର୍ଡରରେ ଏଇଟା କଟା ହଉଥିବ, ତା ଉପରେ ପଡିବାର ସମ୍ଭାବନା ଥାଏ। ତ ଆଜିର ସେସନରେ ଆମେ ଜାଣିଲେ ବୃକ୍ଷ ଛେଦନ ପ୍ରୋସିଜର। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।